नमस्कार दर्शक बंधु आउ एक नूतन अध्याय को आपण मानक स्वागत। ज्योत्स्ना मैडम हमर पूरा रेडी है कर्म क्षेत्र रे व्यस्त तमे पूरा झाड़ नाड़ हेकी आसीचो वीडियो कौन बने करी तमे सिना एठी गोटे फैन धरिकी बइछ मोरा फैन फैन किछि नाही गोटे ऊपर फैन से बुलुनी बुल्लुनी ना घिरी 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 बुल्लु ना धीरे 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 बुलुची हेरा सेई तारा पे झाड़ रे गाधे पड़िचो कौन करी गरम जे प्रबल झाड़ रे गाधले भी ड्यूटी बंद करियार नहीं ना ना वीडियोटा जाई करदार अछि। हम्म, नमस्कार दर्शक बंधु जय जगन्नाथ केमती अछन सब आपण माने आशा करूची जगन्नाथଙ୍କ आशीर्वाद रे भलरे थिबे आपणଙ୍କ आशीर्वाद रे जगन्नाथଙ୍କ आशीर्वाद मु भी बहुत भलरे अछि चिट्ठी पाई चिट्ठी देबे आ एमती भलरे थाए वीडियो बनाउ थाए जेमती आउ जम्मा बंद न हो इति रहिली नाही चलंतु माने स्टार्ट करबा आज रे गोटे भल फ्रेश वीडियो किंतु ता पूर्वरु आपण मानक मोर गोटे अनुरोध कि वीडियो टी को आरंभ ରୁ शेष पर्यंत निश्चित भाବରେ देखिबे आ ढेर सारा आशीर्वाद देबे। आउ प्रथम प्रश्न जणे मार दुई पुओ अछंती ଯେଉଁମାନେ କି ଏକା ବର୍ଷର ଏକା ମାସର ଏକା ଦିନରେ ଜନ୍ମ ହୋଇଛନ୍ତି ହେଲେ ସେମାନେ ଯାଆଁଳା ନୁହନ୍ତି ଜାଣଲେ ନୁହନ୍ତି ଟ୍ୱିନ୍ସ ନୁହନ୍ତି ଆଉ ଏକା ସାଙ୍ଗରେ କେମିତି ଜନ୍ମ ନେବେ କିନ୍ତୁ ଯାଆଁଳା ତାଙ୍କୁ କୁହାଯିବ ନାହିଁ କାହିଁକି କାହିଁକି ହୁଁ କାହିଁକି ନା କି ଇଏ ଜନ୍ମ ହବାର ଗୋଟେ ଯୋଡେ ମିନିଟ ପରେ ସେ ବାହାରିଥିବ ଓହୋ ଯାହାହେଲେ ବି ସେ ଯାଆଁଳା ବୋଲି କୁହାଯିବ ନା ନାହିଁ କିନ୍ତୁ ତାଙ୍କୁ ଯାଆଁଳା କୁହାଯିବନି କାହିଁକି କୁହାଯିବନି ନା ଗୋଟେ ମାର ଦିଟା ପୁଅ ହୁଁ ଦି ଜଣ ଯାକ ସେମ ଟାଇମ ରେ ଜନ୍ମ ହେଇଛନ୍ତି ଟି ହୁଁ ଆଉ ଯାଆଁଳା ପୁଅ କେମିତି ହେଲାନି କହିପାରିବ ନା କହିପାରିବନି ମୁଁ କିଛି ଦିନ ରାତି ନା ଆଉ ଆରେ ସେ ଟ୍ରିପଲ୍ସ ଥିଲେ ହଁ ଟ୍ରିପଲ୍ସ ଥିଲେ ଓହୋ ତିନିଟା ଛୁଆ ଥିଲେ ଯାଆଁଳା କେମିତି କୁହାଯିବ ଯାଆଁଳା ଯୋଡିକି କୁହାଯାଏ ନା ଆଉ ନେକ୍ସଟ ପ୍ରଶ୍ନ ହୁଁ ଏମିତି କେଉଁ ଜିନିଷ ଅଛି ଯାହା ଉପରକୁ ଗଲେ କେବେ ହେଲେ ତଳକୁ ଆସେ ନାହିଁ ଏଇଟା ବୋଧେ ମୁଁ 2000 ଥର ପଚାରି ସାରିଲାଣି କଣ ତ ଶୁଣିନି ଭଲ ଏମିତି କେଉଁ ଜିନିଷ ଅଛି ଯାହା ଉପରକୁ ଗଲେ ଆଉ ତଳକୁ କେବେ ଆସେ ନାହିଁ ଉପରକୁ ଗଲେ ଆଉ କେବେ ବି ତଳକୁ ଆସେ ନାହିଁ ହୁଁ ବାଷ୍ପ 2200 ଥର ପଚାରି ସାରିଲାଣି ବାଷ୍ପ ବାଷ୍ପ ବସା ହେଇକି ବାମ୍ଫ ବସା ହେଇକି ଖସି ଆସେ ଉପରକୁ ଗଲେ ତଳକୁ ଆସିବ ହୁଁ କଣ ବୟସ ବୟସ ଏତେ ଥର ପଚାରିକି ତ ଫେଲ ମାରିଗଲି ହଉ ନେକ୍ସଟ ସେ କେଉଁ ଶବ୍ଦ ଯାହାକୁ ଆପଣ ଯେତେବେଳେ ଶୁଣନ୍ତି ସେତେବେଳକୁ ସେ ପୁରୁଣା ହେଇଯାଇଥାଏ ସେ ଶବ୍ଦ ହିଁ ପୁରୁଣା ହେଇଯାଇଥାଏ ଏମିତି କେଉଁ ଶବ୍ଦ ଯାହାକୁ ଆପଣ ଯେତେବେଳେ ଶୁଣନ୍ତି ସେତେବେଳକୁ ସେ ଶବ୍ଦ ପୁରୁଣା ହେଇଯାଇଥାଏ ଏଟା ବି କହିପାରିବ ନା ଏଇ ସମୟ ଚାଲିଯିବ ନା କଣ ହେଇଟା ମୋ ଡାଇଲଗଟା ମତେ ମାରିଦେଲ ଏଇ ସମୟ ଚାଲିଯିବ ନା ଆଉ ଏଇଟା ତ ଫ୍ରେଶ ନା ପୁରୁଣା ହେଇଯାଇଥିବ ନା ପୁରୁଣା ସେ ଶବ୍ଦ ହିଁ ପୁରୁଣା ତା ମାନେ ଏଇ ଯୋଉ ଗଲା କାଲି ହଁ ଠିକ ଉତ୍ତର ଗତକାଲି କହିଦେଲା ନାଇଁ ଓଲୋ 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 କାହା ଖତୁଛୁ ମାନେ ଗୋଟେ ଲୋକ ପୁରା ଖୁସି ହେଇଯାଇଥିଲା କି ମୁଁ କହିପାରିବିନି ହଉ ମୁଣ୍ଡରେ ପୁରେଇ ଦେଲେ ଗୋଟେ ବଡ ପ୍ରଶ୍ନ ଶୁଣ ଗୋଟେ ରୁମ ରେ 4 କୋଣ ଅଛି 4 କୋଣ ବୁଝିପାରୁଛ ପ୍ରତି କୋଣରେ ଗୋଟିଏ ଲେଖେ ବିଲେଇ ବସିଛନ୍ତି ପ୍ରତି ବିଲେଇ ସାମ୍ନାରେ 3ଟି ଲେଖାଏଁ ବିଲେଇ ଅଛନ୍ତି ତେବେ ରୁମ ରେ ଟୋଟାଲ କେତୋଟି ବିଲେଇ ଅଛନ୍ତି 4ଟି ବିଲେଇ ହାଁ 4ଟି ବିଲେଇ କେମିତି ଜାଣିଲ କାରଣ 4ଟି କୋଣରେ 4ଟି ବିଲେଇ ଗୋଟେ କୋଣରେ ଗୋଟେ ବିଲେଇକୁ 3ଟି ବିଲେଇ ଦେଖା ଯାଉଛନ୍ତି ସେ 3ଟା ଯାକ କୋଣର ବିଲେଇ ଯାକ ଦେଖା ଯାଉଛନ୍ତି ତାକୁ ଜ୍ୟୋତ୍ସ୍ନା ନାନୀ ଆମର ଚାଲାକି ବନିଗଲେଣି ନାଇଁ ମୁଁ ଭାବିଲି ଏଇଟା ତମେ କହିପାରିବନି ମୁଁ ତମକୁ ଟିକେ ନାଇଁ ଫାଷ୍ଟ କିନ୍ତୁ ମୁଁ କହିଥାନ୍ତି 3 6 3 9 ଏମିତି ଗଣୁଥିଲି ନା ନା ଏଇଟା ଭୁଲ ହେଇଯିବ ହଉ
ଏବେ କହିଦେଲି ନେକ୍स्ट ପ୍ରଶ୍ନ 5 ନମ୍ବର। 5 ନମ୍ବର ପଳେଇଲାଣି। ହଁ ବୋଧେ ମୁଁ 5ଟା ପ୍ରଶ୍ନ ପଚାରି ସାରିଲାଣି। 1 2 3 4 ନାହିଁ 5 ନମ୍ବର ପ୍ରଶ୍ନ ପଚାରିବି। ହଁ ପଚାର। ଆପଣଙ୍କ ପାଖରେ ଗୋଟିଏ ବାଲ୍ଟିରେ 5 ଲିଟର ପାଣି ଅଛି, ଆଉ ଏକ ବାଲ୍ଟିରେ 5 ଲିଟର ପାଣିର ବରଫ ଅଛି, ତେବେ କୁହ କୋଉ ବାଲ୍ଟିଟି ଓଜନ ହବ ଅଧିକ? ଓଜନ ହବ 5 ଲିଟର ପାଣି ଯୋଉଥିରେ ଅଛି। ହେରା ମତେ ବୁଝେଇ ପାରିବ କି? ନାଇଁ ଏଥିରେ ବରଫ ଅଛି। ସେଥିରେ ତ କାହିଁକିନା 5 ସିଏ ଲିଟର। ବରଫ ତରଳି ଗଲେ ସେ ଆହୁରି ପାଣି ବଢିଯିବ। କେମିତି 5 ଲିଟର ପାଣିରେ ବରଫ କରାହେଇଛି ପରା। ଓ 5 ଲିଟର ପାଣିରେ ବରଫ ହେଇଛି। ହଁ ତାହେଲେ ତ ସେଇ 5 ଲିଟର ହିଁ ରହିବ। ଓଜନ ଦିଟା ଯାକର ସମାନ ହବ। ମୁଁ ଜାଣିନଥିଲି 5 ଲିଟର ପାଣିରେ ବରଫ ହେଇଛି ବୋଲି, ସେଇଟା ଶୁଣିନଥିଲି। ମୁଁ କହିଲି। ହଉ ପ୍ରଶ୍ନ ସବୁ ସରିଗଲା। ଦର୍ଶକ ବନ୍ଧୁ ଆଜିର ସମସ୍ତ କୋଶ୍ଚିନ୍ ସରିଯାଇଛି, କିନ୍ତୁ ମତେ ତ ଆଜି କୋଶ୍ଚିନ୍ ଗୁଡିକ ବହୁତ ଭଲ ଲାଗୁଛି। ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ଭିଡିଓକୁ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।